ବିସ୍ଲେରୀ କିପରି ଏତେ ବଡ଼ ବିଶ୍ୱରେ ବିଶ୍ୱନୀୟ ବ୍ରାଣ୍ଡ ହେଲା। ନମସ୍କାର, ମୁଁ ସୂର୍ୟା। ଆମେ କିଛି ଆଜି ମୋଟିଭେସନ୍ ଭିଡ଼ିଓ ନେଇକି ଆସିଛୁ, ଯାହାକି ଆପଣମାନଙ୍କୁ ଭଲ ଭାବରେ ବୁଝେଇବ। ବିସ୍ଲେରୀ ଏବେ ଏକ ପ୍ୟାକେଜ୍ ପାଣିର ସିମ୍ବଲ ହୋଇ ପଡ଼ିଛି, କିନ୍ତୁ ଏହି ସଫଳତା ଏମିତି ଏକ ଦିନରେ ଆସିନାହିଁ। ଏହା ପଛରେ ଅନେକ ବର୍ଷର ଅଦ୍ଭୁତ ଯାତ୍ରା ଏବଂ ପ୍ରତିଦ୍ୱନ୍ଦ୍ୱିତା ସହିତ ଲଢ଼ିବାର କାହାଣୀ ଅଛି। ବିସ୍ଲେରୀର ଆରମ୍ଭ 1956 ମସିହାରେ ବିସ୍ଲେରୀ ଏକ ଇଟାଲୀୟ କମ୍ପାନୀ ଥିଲା। 1969ରେ ପାର୍ଲେ ଗ୍ରୁପ ଅଜୟ ସ୍ୱାନ ବିସ୍ଲେରୀକୁ ଅଧିଗ୍ରହଣ କଲେ ଏବଂ ଭାରତୀୟ ବଜାରରେ ଆଣିଲେ। ସେତେବେଳେ ପ୍ୟାକେଜ୍ ପାଣି ଅନେକ ଲୋକ ଆବଶ୍ୟକ ମନେ କରୁନଥିଲା, କିନ୍ତୁ ବିସ୍ଲେରୀ ଲୋକଙ୍କୁ ଶୁଦ୍ଧ ପାଣିର ଗୁରୁତ୍ୱ ବୁଝାଇଲା ଏବଂ ଆସ୍ତେ ଆସ୍ତେ ବଜାରର ଅଗ୍ରଣୀ ହେଲା। ପ୍ରତିଦ୍ୱନ୍ଦ୍ୱୀ ଏବଂ ସଫଳତା 1990 କୋକାକୋଲା ଏଣ୍ଡ ପେପ୍ସିକୋ ପ୍ରବେଶ କଲେ। ଏକ୍ୱା, ପାଇନ୍, ପେପ୍ସିକୋ ଏବଂ ହାଇନିକେନ୍ କୋକାକୋଲା ଯେପରି ବଡ଼ ବ୍ରାଣ୍ଡମାନେ ପ୍ୟାକେଜ୍ ପାଣି ବଜାରରେ ଆଣିଥିଲେ। ବିସ୍ଲେରୀ ପାଇଁ ଏହା ବଡ଼ ପ୍ରତିଦ୍ୱନ୍ଦ୍ୱିତା ହେଲା। ସ୍ଥାନୀୟ ବ୍ରାଣ୍ଡମାନେ ବଜାରରେ ଆସିଲେ। ଅନେକ ସ୍ଥାନୀୟ ଏବଂ ଛୋଟ ବ୍ରାଣ୍ଡ ବିସ୍ଲେରୀ ସହ ବଜାରରେ ସେୟାର କିପରି ନେବେ ଭାବିଲେ, କିନ୍ତୁ ବିସ୍ଲେରୀ ଏହାର ଗୁଣବତ୍ତା ଏବଂ ବିଶ୍ୱାସ ଜାରି ରଖିଲା। ବିସ୍ଲେରୀ ଅନେକ ନୂଆ ପ୍ରଡକ୍ଟ ନେଲା। ବିସ୍ଲେରୀ ବଟିକା, ବିସ୍ଲେରୀ ବେଡ଼ିକା, ହିମାଳୟନ୍ ୱାଟର ସୋଡ଼ା ଇତ୍ୟାଦି ବିଭିନ୍ନ ବୋତଲ ସାଇଜ୍ ଅନୁସାରେ ପ୍ୟାକିଂ ଏବଂ ଡିଜାଇନ୍ କରିଲା। ବିସ୍ଲେରୀର 500 ml, 1 ଲିଟର, 2 ଲିଟର, 5 ଲିଟର, 20 ଲିଟର ଜାର୍ ଯେପରି ବିକଳ୍ପ ଆଣିଲା। ବିସ୍ଲେରୀର 2024-25ର ସ୍ଥିତି ଇଣ୍ଡିଆନ୍ ପ୍ୟାକେଜ୍ ଡ୍ରିଙ୍କିଂ ୱାଟର ମାର୍କେଟରେ 32% ମାର୍କେଟ ସେୟାର ବିସ୍ଲେରୀର ଅଛି। 15,000 ପ୍ଲସ୍ ଡିଷ୍ଟ୍ରିବ୍ୟୁଟର୍ସ ଏବଂ 132 ପ୍ଲସ୍ ମ୍ୟାନୁଫ୍ୟାକ୍ଚରିଂ ପ୍ଲାଣ୍ଟ ଅଛି। ରୋଜଗାର। ଆପଣଙ୍କୁ ବିସ୍ଲେରୀର ଷ୍ଟୋରୀ କେମିତି ଲାଗିଲା ନିଶ୍ଚୟ କମେଣ୍ଟ କରନ୍ତୁ ଏବଂ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ ସୂର୍ୟା ଟେକ୍ ୟୁଟ୍ୟୁବ୍ ଚ୍ୟାନେଲରେ ଏପରି ଅନେକ ଜାଣିବା ପାଇଁ ଆପଣଙ୍କୁ ସ୍ୱାଗତ।